ଗୀତ ସଂହିତା 145ର 18 ପଦ 19 ପଦରେ ଲେଖାଯାଏ, ସଦାପ୍ରଭୁ ଆପଣା ନିକଟରେ ପ୍ରାର୍ଥନାକାରୀ ସମସ୍ତଙ୍କର ନିକଟବର୍ତ୍ତୀ ଅଛନ୍ତି। ସଦାପ୍ରଭୁ ଆପଣା ନିକଟରେ ପ୍ରାର୍ଥନାକାରୀ ସତ୍ୟ ଭାବରେ ପ୍ରାର୍ଥନାକାରୀ ମାନଙ୍କ ନିକଟବର୍ତ୍ତୀ ଅଛନ୍ତି। ଯେଉଁମାନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତି, ସଦାପ୍ରଭୁଙ୍କୁ ସେମାନେ ଭୟ କରିବା ହେତୁ ପ୍ରାର୍ଥନା କରନ୍ତି। ସେଥି ନିମନ୍ତେ ସେମାନଙ୍କର ଈଶ୍ୱର ପ୍ରାର୍ଥନା ଶୁଣିବେ ଆଉ ସେମାନଙ୍କର ମନୋବାଞ୍ଛା ମଧ୍ୟ ପୂର୍ଣ୍ଣ କରିବେ। କାହିଁକିନା ସେ ଈଶ୍ୱରଙ୍କଠାରେ ପ୍ରଭୁଙ୍କଠାରେ ନିର୍ଭର କରିଅଛି ଆଉ ନିଜକୁ ନମ୍ରତାର ସହକାରେ ତାଙ୍କ ନିକଟରେ ତାଙ୍କ ପାଖରେ ରହିକି ସେ ପ୍ରାର୍ଥନା କରିଅଛି। ତେଣୁ ସେ ଯାହା ବାଞ୍ଛା କରୁଅଛି, ଯାହା ପାଇବାକୁ ଆଶା କରିଅଛି, ତାହା ନିଶ୍ଚିତ ଭାବରେ ପାଇବ। କାହିଁକି ସଦାପ୍ରଭୁଙ୍କର ଏହା ଏକ ଆଜ୍ଞା ଅଟେ। ସଦାପ୍ରଭୁ ଆପଣା ପ୍ରେମକାରୀ ସମସ୍ତଙ୍କୁ ରକ୍ଷା କରିବେ, ମାତ୍ର ଦୁଷ୍ଟ ସମସ୍ତଙ୍କୁ ସେ ସଂହାର କରିବେ। ସଦାପ୍ରଭୁ ଆପଣା ପ୍ରେମକାରୀ ପ୍ରତ୍ୟେକ ଲୋକମାନଙ୍କୁ ରକ୍ଷା କରିବେ ଆଉ କିନ୍ତୁ ଦୁଷ୍ଟ ଲୋକମାନଙ୍କୁ ସେ ସଂହାର କରିବେ। ଆମ୍ଭର ମୁଖ ସଦାପ୍ରଭୁଙ୍କର ପ୍ରଶଂସା ବ୍ୟକ୍ତ କରିବ ଓ ସମୁଦାୟ ପ୍ରାଣୀ ଅନନ୍ତ କାଳ ତାହାଙ୍କ ପବିତ୍ର ନାମର ଧନ୍ୟବାଦ କରନ୍ତୁ। ତେଣୁ ଆମ୍ଭମାନଙ୍କର ହୃଦୟ, ଆମମାନଙ୍କର ଅନ୍ତର ସଦାପ୍ରଭୁଙ୍କର ସର୍ବଦା ଗାନ କରିବ, ପ୍ରଶଂସା କରିବ। ସେହିପରି ପ୍ରତ୍ୟେକ ପ୍ରାଣୀ ସଦାପ୍ରଭୁଙ୍କର ଧନ୍ୟବାଦ କରନ୍ତୁ ଆଉ ପ୍ରଶଂସା କରନ୍ତୁ। ଏହା ଈଶ୍ୱରଙ୍କର ବାକ୍ୟ।